ଆନନ୍ଦ ପାଖରେ ସମସ୍ତେ ଥିବେ ଆଉ ଦାଦିମା କହିବେ ଆନନ୍ଦ ତୁ ଚିନ୍ତା କରନି, ଭଲ ହୋଇଯିବୁ, ଖୁବ୍ ଶୀଘ୍ର ଭଲ ହୋଇଯିବୁ। ତାପରେ ବିନୋଦ ଆନନ୍ଦଙ୍କ ଲୁହ ପୋଛିଦେବେ ଆଉ କହିବେ କାନ୍ଦନି ଭାଇ, ସବୁ ଠିକ୍ ହୋଇଯିବ, ତୁମେ ବାସ୍ ତମ ଦେହ କଥା ଚିନ୍ତା କର। ତାପରେ ଆନନ୍ଦ କହିବେ କ'ଣ ଠିକ୍ ହୋଇଯିବ? ବିନୋଦ ହଁ, ଘରର ବଡ଼ ଭାଇ ହୋଇ ମୁଁ କାହାକୁ ରକ୍ଷା କରିପାରିଲିନି, ସବୁ ବିଜନେସ୍ ଡୁବିଗଲା। ଆଉ ମୁଁ ତ ଏମିତି କହିବା ପରେ ପୁଅ କହିଥିବେ ଆଉ ମାୟା ଅଟକାଇ କହିବେ ଚୁପ୍ ରୁହ ଆନନ୍ଦ, ଏଥିରେ ତମର ବି କିଛି ଭୁଲ ନାହିଁ। ଆନନ୍ଦର ଅପରେସନ୍ ସକ୍ସେସ୍ ହେଇଛି, ଠିକ୍ ଅଛି ସିଏ, ତମେ କାହିଁକି ଚିନ୍ତା କରୁଛ? ତାପରେ ଆନନ୍ଦ କହିବେ ମୋରି ଯୋଗୁଁ ତା ଜୀବନ ବିପଦରେ ପଡ଼ିଲା। ଏହାପରେ ମମତା କହିବେ ଭାଇ, ଦିଦି କ'ଣ କହିଲେ ଆପଣ ଶୁଣିପାରିଲେନି? ଏଥିରେ ଆପଣଙ୍କର କିଛି ବି ଦୋଷ ନାହିଁ, ଆପଣ ଚୁପ୍ ରୁହନ୍ତୁ ଆଉ ଆରାମ କରନ୍ତୁ। କାଲି ଭିତରେ ଆଦର୍ଶର ସେନ୍ସ ଆସିଯିବ, ପଳେଇ ଆସିବ। ଦିଦି ତମେ ଭାଇଙ୍କ ପାଖରେ ଥାଅ, ଯଦି କିଛି ଦରକାର ପଡ଼ିବ ତାହେଲେ ମୋତେ ଡାକିଦେବ। ତାପରେ ସେଠାରୁ ସମସ୍ତେ ଚାଲିଯିବେ। ତାପରେ ଆନନ୍ଦ କହିବେ କଥା କ'ଣ ମାୟା, ଆଦର୍ଶ ତ ଭଲ ହୋଇଯିବ ନା, ହେଲେ ତମେ ଏମିତି ମୁହଁ ଶୁଖାଇ କାହିଁ ବସିଛ? ପଲ୍ଲବୀ କୁଆଡ଼େ ଗଲା? ସେ ଆଦର୍ଶ ପାଖରେ ସେମିତି ବସିକି ଅଛି ନା? ଏହାପରେ ମାୟା କହିବେ ଆନନ୍ଦ ତମକୁ ଚୁପ୍ ରହିବା ପାଇଁ କହିଲି ନା, କାହିଁକି ଅଯଥାରେ ଚିନ୍ତା କରୁଛ କହିଲ? ମୁଁ ତ କହିଲି ସବୁକିଛି ଠିକ୍ ଅଛି। ତାପରେ ମାୟା ମନେ ମନେ କହିବେ ମୁଁ ତମକୁ କେମିତି କହିବି ଆନନ୍ଦ, ତମ ଦୁଇ ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ମୁଁ ରୂପସା ପାଖରେ ପଲ୍ଲବୀ ଜୀବନ ବିକି ଦେଇଛି। ରୂପସାର ସର୍ତ୍ତରେ ମୁଁ ରାଜି ହୋଇଯାଇଛି। ତମେ ଯେତେବେଳେ ସତ ଜାଣିବ ଏକଥା କେମିତି ହଜମ କରିବ ଆନନ୍ଦ? ଯିଏ ତମ ଗେହ୍ଲି ବୋହୂ ସେ ଘର ଛାଣିକି ଚାଲି ଯାଇଥିବ। ଭାବିଥିଲି ପଲ୍ଲବୀକୁ ଆକ୍ସେପ୍ଟ କରି ତମକୁ ଖୁସି ଦେବି, କିନ୍ତୁ ପଲ୍ଲବୀ ଏବେ ଏ ଘରୁ ଚାଲିଯିବ। ତ ଦର୍ଶକ ବନ୍ଧୁ, ଆନନ୍ଦ ଆଉ ଆଦର୍ଶ ପଲ୍ଲବୀ ଘର ଛାଡ଼ି ଚାଲି ଯାଇଛନ୍ତି ବୋଲି ଜାଣିଲେ ତାଙ୍କର ଅବସ୍ଥା କ'ଣ ହେବ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବେ ଜଣାନ୍ତୁ।